ଇତିହାସ ରଚିଲେ ବୈଭବ ସୂର୍ଯ୍ୟବଂଶୀ, ଭାଙ୍ଗିଲା 20 ବର୍ଷର ରେକର୍ଡ। ଆଇପିଏଲ୍ ପରେ ବ୍ୟାଟ୍ ଶାନ୍ତ ଥିଲା। ବଡ଼ ଇନିଂସ ଖେଳିବାରେ ବିଫଳ ହୋଇଥିଲେ ବୈଭବ ସୂର୍ଯ୍ୟବଂଶୀ। ଟିମ୍ ଇଣ୍ଡିଆରେ ସ୍ଥାନ ମିଳିବା ଉପରେ ପ୍ରଶ୍ନ ଉଠିଥିଲା, କିନ୍ତୁ ଏବେ ଗର୍ଜିଛି ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ୍। ଭାରତ ବନାମ ଶ୍ରୀଲଙ୍କା ଏ ମଧ୍ୟରେ ଖେଳାଯାଉଥିବା ଟ୍ରାଇ ସିରିଜ୍ ଫାଇନାଲରେ ବୈଭବ ବିସ୍ଫୋରଣ ଦେଖିବାକୁ ମିଳିଥିଲା। ଲିଷ୍ଟ ଏ କ୍ରିକେଟରେ ବିଶ୍ୱ ରେକର୍ଡ କରିଛନ୍ତି 15 ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ। 11 ବଲ୍ରେ ଦ୍ରୁତ ଅର୍ଦ୍ଧଶତକ ହାସଲ କରିଛନ୍ତି। 324 ଷ୍ଟ୍ରାଇକ୍ ରେଟ୍ରେ 29 ବଲ୍ରେ 94 ରନ୍ର ବିସ୍ଫୋରକ ଇନିଂସ ଖେଳିଛନ୍ତି ବ୍ୟାଟିଂ ସେନ୍ସେସନ୍ ବୈଭବ ସୂର୍ଯ୍ୟବଂଶୀ, ଯେଉଁଥିରେ 10ଟି ଚୌକା ଏବଂ 8ଟି ଛକା ସାମିଲ ରହିଛି। ଏହା ସହିତ 20 ବର୍ଷର ରେକର୍ଡ ଭାଙ୍ଗିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଆଉ ଭାଙ୍ଗିଲେ ନା 20 ବର୍ଷର ପୁରୁଣା ବିଶ୍ୱ ରେକର୍ଡ। 15 ବର୍ଷୀୟ ବ୍ୟାଟର ବୈଭବ ମାତ୍ର 11 ବଲ୍ରେ ତାଙ୍କର ଅର୍ଦ୍ଧଶତକ ପୂରଣ କରି ଇତିହାସକୁ ରଚିଛନ୍ତି। ସେ ତାଙ୍କର ପଞ୍ଚମ ଛକା ମାରି 50 ରନ୍ ପୂରଣ କରିଥିଲେ, ଯାହା ଲିଷ୍ଟ ଏ କ୍ରିକେଟରେ ଦ୍ରୁତତମ ଅର୍ଦ୍ଧଶତକର ବିଶ୍ୱ ରେକର୍ଡ ହୋଇଛି। ସେ ପ୍ରାୟ 20 ବର୍ଷ ପୁରୁଣା ରେକର୍ଡକୁ ଅତିକ୍ରମ କରିଛନ୍ତି। ଏହି ଇନିଂସ ମଧ୍ୟ ବିଶେଷ ଥିଲା କାରଣ ବୈଭବ ସମଗ୍ର ସିରିଜରେ ସଂଘର୍ଷ କରୁଥିଲେ। ଫାଇନାଲରେ ତାଙ୍କର ପ୍ରଦର୍ଶନ ସମସ୍ତଙ୍କ ନଜରରେ ଥିଲା। ତଥାପି ବୈଭବ ତାଙ୍କ ବ୍ୟାଟ୍ ସହିତ ସମାଲୋଚନାର ଜବାବ ଦେଇଥିଲେ। ବଡ଼ ମ୍ୟାଚରେ ଚାପକୁ କିପରି ସୁଯୋଗରେ ପରିଣତ କରାଯାଏ ତାହା ପ୍ରଦର୍ଶନ କରିଛନ୍ତି। ତାଙ୍କର ବିସ୍ଫୋରକ ଇନିଂସ ଭାରତ ଏକୁ ଏକ ଚମତ୍କାର ଆରମ୍ଭ ଦେଇଛି। ବୈଭବ 29 ବଲ୍ରେ 10ଟି ଚୌକା ଏବଂ 8ଟି ଛକା ସହିତ 94 ରନ୍ର ଏକ ଧମାକାଦାର ଇନିଂସ ଖେଳିଛନ୍ତି। ଶ୍ରୀଲଙ୍କାର କୌଶଲ୍ୟା ବିରତନେଙ୍କ ଦ୍ୱାରା ନିର୍ମିତ 20 ବର୍ଷର ପୁରୁଣା ରେକର୍ଡକୁ ମଧ୍ୟ ଭାଙ୍ଗିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ମାତ୍ର 12 ବଲ୍ରେ ଅର୍ଦ୍ଧଶତକ ହାସଲ କରିଥିଲେ। ବୈଭବ ସରଫରାଜ ଖାନଙ୍କ ଦ୍ୱାରା ହୋଇଥିବା ରେକର୍ଡକୁ ମଧ୍ୟ ଭାଙ୍ଗିଛନ୍ତି। ବିଜୟ ହଜାରେ ଟ୍ରଫିର ଗତ ସିଜନରେ ସରଫରାଜ ମୁମ୍ବାଇ ପାଇଁ ପଞ୍ଜାବ ବିପକ୍ଷରେ ମାତ୍ର 15 ବଲ୍ରେ ଅର୍ଦ୍ଧଶତକ ହାସଲ କରିଥିଲେ। ଭାରତ ଏ, ଆଫଗାନିସ୍ତାନ ଏ ଏବଂ ଶ୍ରୀଲଙ୍କା ଏ ମଧ୍ୟରେ ଟ୍ରାଇ ସିରିଜ୍ ଚାଲିଥିଲା। ଆଜି ଏହି ଟ୍ରାଇ ସିରିଜର ଫାଇନାଲ ମ୍ୟାଚ୍ ଖେଳାଯାଉଛି। ଭାରତ ଏ ବନାମ ଶ୍ରୀଲଙ୍କା ଏ ମଧ୍ୟରେ ଫାଇନାଲ ଫାଇଟ୍ ଜାରି ରହିଛି। ଟସ୍ ଜିତି ପ୍ରଥମ ବୋଲିଂ ନିଷ୍ପତ୍ତି ନେଇଛି ଶ୍ରୀଲଙ୍କା। ତିଲକ ବର୍ମାଙ୍କ ନେତୃତ୍ୱାଧୀନ ଭାରତ ଏର ବୈଭବ ଏବଂ ପ୍ରିୟାଂଶ ଆର୍ଯ୍ୟ ଓପନିଂ କରିଥିଲେ। ଭାରତ ଏକୁ ଜବରଦସ୍ତ ଆରମ୍ଭ ଦେଇଥିଲେ। ବୈଭବ 94 ରନ୍ ଇନିଂସ ଖେଳିଥିବା ବେଳେ ପ୍ରିୟାଂଶ 39 ରନ୍ କରିଛନ୍ତି।